বৈশাখী মহোৎসব 11 বছর ধরে চালিছি। নিশ্চিତ ଏ 10 ରୁ 14 ତାରିଖ ପର୍ଯ୍ୟନ୍ତ 10 ଏପ୍ରିଲରୁ 14 ତାରିଖ ପର୍ଯ୍ୟନ୍ତ ଚାଲିଛି। ଆପଣମାନେ ଜାଣିଥିବେ ଆମର ଓଡ଼ିଆମାନଙ୍କ ହେଉଛି ଗର୍ବ ରଜ ସଂକ୍ରାନ୍ତି ଯେମିତି ପଣା ସଂକ୍ରାନ୍ତି ସେଇଭଳିଆ ଆପଣଙ୍କର ଉଡ଼ା ଯୋଉଟା ହୁଏ ପଣା ସଂକ୍ରାନ୍ତି ଉଡ଼ା ହୁଏ ତାକୁ ଆଧାର କରିକି ଏଇ ଯୋଉ ବୈଶାଖୀ ମହୋତ୍ସବ କରାଯାଉଛି। ନିଶ୍ଚିତ ଆମର ଏଇ ଅଞ୍ଚଳବାସୀକୁ ଧନ୍ୟବାଦ ଦେବା। ବୈଶାଖୀ ମହୋତ୍ସବ ଯୋଉ କରୁଛନ୍ତି ଦୀର୍ଘ ବର୍ଷ ଧରିକି ଆପଣଙ୍କର ଏଇ ଯୋଉ ନବ ରାସ୍ତା ଯୋଉଟା ଦେଖୁଛନ୍ତି ସଡକ ରୋଡଟା ମଧ୍ୟ ୟା ସାଙ୍ଗରେ ବହୁତ ଜଡ଼ିତ ଅଛି। ନିଶ୍ଚିତ ଭାବରେ ଏଇ ଯୋଉ ଭାଇମାନେ କରୁଛନ୍ତି ଆମ ଐକ୍ୟ ଆମ କଳା ଆମ ସଂସ୍କୃତିକୁ ମନେ ପକେଇବେ ଲୋକ ବିଲୋଚନକୁ ଆଣିବେ ସେଥିପାଇଁ ପଦକ୍ଷେପ କରୁଛନ୍ତି। ନିଶ୍ଚିତ ଆମେ ଧନ୍ୟବାଦ। ପ୍ରକାଶ କରନ୍ତି ଏଇ ସମୟରେ ଗାଁ ଗହଳି ଗୋଟେ ପ୍ରମୁଖ ପର୍ବ ବୈଶାଖୀ ମାସରେ ସାଧାରଣ ଦେଖାଯାଏ ଯେ ଏଇ ଯୋଉ ଖରା ଦିନରେ ପର୍ବପର୍ବାଣି ସଂଖ୍ୟା ବହୁତ କମ୍ ଥାଏ। ତା ଭିତରୁ ବୈଶାଖୀ ପର୍ବ ବା ଉଡ଼ା ପର୍ବ ଏକ ଅନ୍ୟତମ। ତେଣୁ ଏଥିରେ ଯେଉଁମାନେ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେବି ମାନେ ଆମର ଅନୁକୂଳ ପାଗ ସତ୍ତ୍ୱେ ଏତେ ବଡ଼ ଆୟୋଜନ କରୁଛନ୍ତି। ଏଠି ବହୁତ ଜନସମାଗମ ହେଉଛି ଆଜି ପ୍ରଥମ ଦିନ। ମୁଁ ଆଶା କରୁଛି 4 ଦିନ ଯାକ ଭଲ ପାଗ ହବ ଏବଂ ଲୋକମାନେ ତାକୁ ଉପଭୋଗ କରିବେ। ଶାନ୍ତି ଶୃଙ୍ଖଳା ଭାଇଚାରା ସହିତ ପର୍ବ ସମାପନ ମାଧ୍ୟମରେ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଉଛି।